गाइस ସମସ୍ତେ କେମିତି ଅଛ ଭଲ ତ ମୁଁ ପୁଣି ଆଉ ଥରେ ଫେରି ଆସିଛି ତମର ପ୍ରିୟ ବଳରାମ ମହାନ୍ତ ସେ ଭାଇ ଭଉଣୀ ଷ୍ଟୋରିକୁ ନେଇ ଯଦି ଆପଣମାନେ ନୂଆ କରି ମୋ ଚ୍ୟାନେଲକୁ ଆସିଥାନ୍ତି ତେବେ ସାଇଡ଼ରେ ଥିବା ସବସ୍କ୍ରାଇବ୍ ବଟନ୍କୁ କ୍ଲିକ୍ କରି ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ ଯାହାଫଳରେ କି ମୁଁ ଯାହା ବି କିଛି ଭିଡ଼ିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣମାନଙ୍କ ପାଖରେ ଯାଇ ପହଞ୍ଚିବ। ଚାଲନ୍ତୁ ଆରମ୍ଭ କରିବା ସେଇ ଷ୍ଟୋରି ସେଇ ଭାଇ ଭଉଣୀର ଷ୍ଟୋରି ଯାହାକି ମୁଁ ପାର୍ଟ 1ରେ ଆପଣଙ୍କୁ କହିଥିଲି। ଗୋଟେ ଗାଁରେ ରାଜୁ ଆଉ ତା ଭଉଣୀ ରିଙ୍କି ତାର ଗୋଟେ ଛୋଟ ଫ୍ୟାମିଲି ତାର ବାପା ମା ଆଉ 2 ଜଣ ଭାଇ ମଧ୍ୟ ଥିଲେ। କେହି ତାକୁ ରାଜୁକୁ ଭଲ ପାଉନଥିଲେ। ସମସ୍ତେ ସୌମ୍ୟ ଆଉ ହାପିକୁ ବହୁତ ଭଲ ପାଉଥିଲେ ଆଉ ରିଙ୍କିକୁ ବହୁତ ଭଲ ପାଉଥିଲେ କିନ୍ତୁ ରାଜୁ ଯାହା ବି କରେ ନା କାହିଁକି ତା ବାପାକୁ କିଛି ପସନ୍ଦ ଆସେନି। ସବୁ କଥାରେ ତା ବାପା ଉପରେ ସେ ବିଗିଡ଼େ କାହିଁକି ନା ଯାହା ବି କରୁନା କାହିଁକି ରାଜୁ ତା ବାପାକୁ ଜମା ଭଲ ଲାଗେନି। ସବୁବେଳେ କୁହେ ତୁ ତ ବହୁତ ବଡ଼ ମହାରଥୀ ହେଇଗଲୁ କେତେ କେତେ ମହାରଥୀ ପଳେଇଛନ୍ତି କିନ୍ତୁ ତୁ ତ ଛାଡ଼ ମଣିଷ ତୁ କ'ଣ କରିବୁ। ସେଥିପାଇଁ ରାଜୁ ବି ତା ବାପାକୁ କେବେ ଭଲ ପାଏନି। ସମୟ ସାଥିରେ ଏମିତି ବିତିଗଲା। ରାଜୁ ତା ନିଜ ମେହନତରେ ସେ ପାଠ ପଢ଼େ। ଯେତେବେଳେ ସେ ମେଟ୍ରିକ୍ ଏକ୍ଜାମ୍ ଦେଲା ଏକ୍ଜାମ୍ରେ ବହୁତ କମ୍ ମାର୍କ ଆସିଲା ଜମା 200। ତାଙ୍କ ଘରେ ତାକୁ ବହୁତ ଗାଳି କଲେ କହିଲେ ତୋ ଦ୍ୱାରା ପାଠଶାଠ ତ ହେବନି ତୁ ଯାଇକି ଗାଁରେ ଗାଈ ଚରା। ସେ କହିଲା ମୁଁ କାହିଁ ଗାଈ ଚରାଇବି ମୁଁ ପାସ୍ ମାର୍କ ରଖିଛି ମୁଁ ଯାଇ କଲେଜରେ ପାଠ ପଢ଼ିବି। ସେହି ସମୟରେ ରାଜୁର ତା ବାପା କହିଲା ଦେଖ ତ ଦେଇକୁ ଦେଖ ସିଏ କିଛି ନ କରିକି ମଧ୍ୟ ତାର 365 କିନ୍ତୁ ତୋର ଜମା 200 ତୁ ମାଟି ଗୁଡ଼ି ତୁ ଜମା ହେବୁନି। ସେହି ସମୟରେ ତା ଭଉଣୀ କହିଲା ବାପା କାହିଁ ତାକୁ ପାଟି କରୁଛ ଆଜି ନହେଲେ କାଲି ସେ ଭଲ ପଢ଼ିବ ଭଲ ମାର୍କ ଆଣିକି ଦେଖିବ କାହିଁ ତାକୁ ପାଟି କରୁଛ। ଜମା ପାଟି କଲନି। କେହି ରାଜୁକୁ ଭଲ ପାଆନ୍ତୁ କି ନ ପାଆନ୍ତୁ କିନ୍ତୁ ତା ଭଉଣୀ ତାକୁ ତା ଜୀବନଠୁ ବି ଅଧିକ ଭଲ ପାଉଥିଲା। ସମୟ ସାଥିରେ ଏମିତି ବିତିଗଲା। ସବୁଦିନ ତା ବାପା ତାକୁ ମଦ ପିଇକି ଆସି ଗାଳି କରନ୍ତି। ରାଜୁ ଦିନେ କହିଲା ବାପା ମୋତେ ଯଦି ଏମିତି ଗାଳି କରିବ ମୁଁ ଆଉ ଜମା ଘରେ ରହିବିନି। ଏମିତି ଦିନେ ଗୋଟେ ବଡ଼ ପର୍ବ ଥିଲା ସେ ରଜ ପର୍ବ। ସେ ମଦ ପିଇକି ଆସିକି ରାଜୁକୁ ମାଇଲେ। ରାଜୁ ରାଗି ସେଦିନ ରାତିରେ ଘରେ ଛାଡ଼ି ଚାଲିଗଲା। ଗଲା କିଛି ଦିନ ବୁଲାବୁଲି କଲା ପରେ ସେ ଖୋର୍ଦ୍ଧାରେ ପହଞ୍ଚିଲା। ଖୋର୍ଦ୍ଧା ଷ୍ଟେସନ ପାଖରେ ସେ ଶୋଇଥାଏ। ପାଖରେ କିଛି ନଥାଏ ଜମା 65 ଟଙ୍କା ତା ପାଖରେ ଥାଏ କିନ୍ତୁ ରାଜୁ କ'ଣ କରିବ। ଯାହା ପାଖକୁ ଯାଉଛି କାମ ପାଇଁ ସମସ୍ତେ ତାକୁ ମନା କରିଦେଉଛନ୍ତି ନା ଏଠି କାମ ମିଳିବନି। ତ ସେ କିଛି ଉପାୟ ନ ପାଇ ଗୋଟେ ଷ୍ଟାଡ଼ିୟମ୍ ସାମ୍ନାରେ ଗୋଟେ ଗଛ ଥାଏ ତା ମୂଳରେ ସେ ଶୋଇପଡ଼ିଲା। ଉଠିଲା ବେଳକୁ ରାତି ପାହିଯାଇଥାଏ। ଦେଖିଲା ସେଠି ଗୋଟେ ଫଳ ଦୋକାନ ଖୋଲୁଛି। ତା ପାଖରେ ତ ପଇସା କହିଲେ ଜମା 65 ଟଙ୍କା ଅଛି। ସେ ବାହାରିଲେ କ'ଣ କରିବ। ସେ କହିଲା କି ମନେ ମନେ ଭାବିଲା କି ଯାଉଛି ମୁଁ ସେଇଠୁ କିଛି ଫଳ ଆଣିକି ଖାଇଦିଏ ତାପରେ ଯିବି ପୁଣି କାମ ଖୋଜିବି। ଯାଇକି ସେଠି ସେ ଫଳ କିଣିଲା ସମୟରେ ପଚାରିଲା ସାର୍ ଏଠି କିଛି କାମ ମିଳିବ କି। ସିଏ ଫଳ ଦୋକାନୀ କହିଲେ ତୁ କି କାମ କରିବୁ। ସେ କହିଲା ରାଜୁ କହିଲା କି ସାର୍ ଯେକୌଣସି କାମ ହେଲେ ଚଳିବ। ସେ ମାଲିକ ତାକୁ ପଚାରିଲା ତୋ ଘର କେଉଁଠି। ସେ କହିଲା ଆମ ଘର ହେଉଛି ଢେଙ୍କାନାଳ। ସେ କହିଲା ମୋ ପାଖରେ ରହିବୁ ଖାଇବା ପିଇବା ଦେଇକି 4000 ଦିଆଯିବ। ସେହି ସମୟରେ ସେ ଖୁସି ହେଇଗଲା କହିଲା ଠିକ୍ ଅଛି ଆଜ୍ଞା ସାର୍ ଆପଣ ଯାହା କହିବେ ମୁଁ ଆପଣଙ୍କ କଥାରେ ରାଜି ଆପଣ ଯେତିକି ଦେବେ ମୁଁ ସେଥିରେ ଖୁସି। ତ ସେଇଠୁ ସେ ରହିଲା ଏମିତି କଣ୍ଟିନ୍ୟୁ 4-6 ମାସ ରହିଲା। ଘରୁ କାହାର ଫୋନ୍ ନାହିଁ କି ଇଏ ବି କାହାକୁ ଫୋନ୍ କରେନି। ଦିନ ପରେ ଦିନ ବିତିଗଲା ମାସ ପରେ ମାସ ବିତିଗଲା। ଦିନେ ତା ମାଲିକ ତାକୁ ପଚାରିଲା ପୁଅ ତୁ ପଢ଼ାପଢ଼ି କେଉଁ ଯାଏ କରିଛୁ। ସେ କହିଲା ଦାଦା ମୁଁ ମେଟ୍ରିକ୍ କ୍ଲାସ୍ ପଢ଼ିଛି
ବହୁତ କମ୍ ମାର୍କରେ ପାସ୍ କଲି ବୋଲି ମୋତେ ଘରେ ଗାଳି କଲେ, ତ ମୁଁ ଘରେ ଛାଡ଼ି ଚାଲି ଆସିଲି। ତ ତା ମାଲିକ ତାକୁ କହିଲା, ପୁଅ ତୁ ବ୍ୟସ୍ତ ହନା, ତୁ ଏଇଠି ପଢ଼ିବାକୁ ଚାହୁଁଛୁ? ରାଜୁ କହିଲା, ହଁ ଦାଦା, ତମେ ଯଦି ଚାହିଁବ ମୋତେ ପଢ଼ିବା ପାଇଁ ମୁଁ ଏଇଠି ପଢ଼ିବି। ମୁଁ ଆପଣଙ୍କ ପାଖରୁ କିଛି ଚାହେଁନି, କେବଳ ମୋତେ ପଢ଼ାଅ ଆଉ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦିଅ, ସେତିକି ହେଲେ ମୁଁ ଖୁସି। ସେ କହିଲା ଠିକ୍ ଅଛି। ଖୋର୍ଦ୍ଧାରେ ଥାଏ ଶରତ ପାଇକରାୟ ଷ୍ଟାଡ଼ିୟମ୍। ସବୁଦିନ ରାଜୁ ସେଠି ରନିଂ କରିବାକୁ ଯାଏ। ତା ଭିତରେ ସେ କିଛି ଜଣ ସାଙ୍ଗ ମଧ୍ୟ କରିଥିଲା। ଗୋଟେ ନା ସୁବ୍ରତ, ଗୋଟେ ନା ପେଣ୍ଡୁ, ଆଉ ଗୋଟେ ନା ସୌମ୍ୟ, ଆଉ ଜଣଙ୍କ ନା ମନୁ। ତାଙ୍କ ସାଥିରେ ତା'ର ଏମିତି ସାଙ୍ଗ ହେଇଯାଇଥିଲା କି ତାଙ୍କ ସାଥିରେ ଗୋଟେ ଦିନ ଯଦି ସିଏ ନ ମିଶେ ତା ଦିନ କଟୁନଥିଲା। ଯେକୌଣସି ବାଟରେ ମିଛ ହଉ ସତ ହଉ ତା ଦାଦାକୁ ସେ ମିଛ କହି ରାଜୁ ପଳାଏ ସେ ପାଇକରାୟ ଷ୍ଟାଡ଼ିୟମ୍କୁ। ସେଇଠି ଥାଏ ଗୋଟେ କଲେଜ। ସେ କଲେଜ ନାଁ ହେଉଛି ଜଟଣୀ ମହାବିଦ୍ୟାଳୟ। ସେଇଠି ସେ ଆଡ଼ମିସନ୍ କରିବ ବୋଲି ଭାବିଲା। ଆଡ଼ମିସନ୍ ଠିକ୍ କରିବାର କିଛି ସମୟ ଥାଏ ତା ଦାଦା କହିଲେ କି ନା, ତୁ ଏଇଠି ପଢ଼ନା, ତୁ ITI କରିବୁ। ITI ଯେତେବେଳେ ସିଏ କହିଲା, ସେ କହିଲା ନା ଦାଦା, ମୁଁ ITI ନୁହଁ, ମୁଁ କଲେଜରେ ପଢ଼ିବି। ତାପରେ ତାଙ୍କ ଭିତରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ଷ୍ଟାର୍ଟ ହେଲା। ସେ ତା ଦାଦା ମନେ ମନେ ଭାବିଲା ବୋଧେ କି କଲେଜ ଗଲେ ତ ବେଶୀ ପଇସା ଖର୍ଚ୍ଚ ହେବ, ତ ଇଏ କାମ ବି କରିବନି, ସେଇଠି କରିବା କ'ଣ? ଏତିକିରେ ଆଜି ପାଇଁ ରହୁଛି। ଯଦି ଆଗକୁ ଶୁଣିବାକୁ ଚାହୁଁଛନ୍ତି ତାହେଲେ ପାର୍ଟ 3କୁ ଯାଇ ଆପଣ ଦେଖିପାରିବେ। ସେଥିପାଇଁ ରହୁଛି। ଟାଟା, ବାଏ ବାଏ, ନମସ୍କାର। ଆପଣଙ୍କ ଦିନ ଶୁଭମୟ ହେଉ।